ବେତାଳି ଗାଁ ଧୂସୁରୀ ଅଞ୍ଚଳର ପରିଚିତ ସାମାଜିକ କର୍ମୀ ଓ ପାଳସାହିର ବର୍ତ୍ତମାନ ସରପଞ୍ଚ ଅଜୟ ମଲ୍ଲିକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି। ଇସ୍ତଫା ପାଳସାହି ପଞ୍ଚାୟତରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। ସମ୍ଭବତଃ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନୂଆ ପରିବର୍ତ୍ତନ ଆସିପାରେ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି। ପୂର୍ବତନ ସରପଞ୍ଚ ସୁଶାନ୍ତ ନାୟକ ମଧ୍ୟ କହିଛନ୍ତି ବିଜେଡି ଦଳ ଅଣଦେଖା ଅଭିଯୋଗ ଆଣିଥିଲେ। ବ୍ୟୁରୋ ରିପୋର୍ଟ ଜ୍ଞାନୀପ୍ରକାଶ ସେନାପତିଙ୍କ ରିପୋର୍ଟ ଗୀତାଞ୍ଜଳି ନ୍ୟୁଜ୍ ଓଡ଼ିଆ। ମୁଁ ପାଳସାହି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ 2000 ମସିହାରେ ସରପଞ୍ଚ ଥିଲି। ବର୍ତ୍ତମାନ ବିଜୁ ଜନତା ଦଳର ଜିଲ୍ଲାର ଉପସଭାପତି ଥିଲି। ଆମର ସିଟ୍ଟାକୁ ଚେଞ୍ଜ ହେଇଗଲା, ଆମର ଅର୍ଜନ ସିଟ୍ ହେଲା। ସେତେବେଳେ ଆଉ କ୍ୟାଣ୍ଡିଡେଟ୍ କାହାକୁ ପାଇଲିନି, କିନ୍ତୁ ସେତେବେଳେ ତ ପିଲାଟି କରେଇଥିଲି। ଆସିଲା ପରେ ସେ ଧାର ଉଦ୍ଧାର କରି କାମଧନ୍ଦା କରିଛି, ବହୁତ ଗୁଡ଼ା କାମଧନ୍ଦା କରିଛି। ଏନ୍ଆର୍ଜିଏସ୍ କାମ କୁହନ୍ତୁ, ବହୁତ କଥା କରିଛି। ଏଇଠି ବାସନ୍ତୀ ପୋଖରୀ ଆଜ୍ଞା 70 ବର୍ଷ ହେଲା ପୁନରୁଦ୍ଧାର ସିଏ କରିଛି। ସାନ ଭାଇଟି ବହୁତ କଥା ଧନ୍ୟବାଦ ଦେବି। ଏଠି ଆପଣଙ୍କର ବାସନ୍ତୀ ଠାକୁର ଘରେ ଚାଳ ଘର ଥିଲା, ତାକୁ ବି ଦେଖନ୍ତୁ, ଆପଣ ଦେଖିବେ କିଭଳିଆ କରିଛି। ଏତେ କଥା କରିଛି, କିନ୍ତୁ ତାର ଯେଉଁ ଅସୁବିଧାଟା ରହିଲା, ଧର ତାଙ୍କ ପାଖରେ ପହଞ୍ଚିଲା, ସେମାନେ କେହି ଶୁଣିଲେନି। ଆଉ ସେ କରିବେ କ'ଣ, ବୁଝିପାରିଲେ? ଏଇ ଜିନିଷ ସେ ପିଲାଟି ହଇରାଣ ହେବାରୁ ସେ ବାଧ୍ୟ ହେଇଛି ଯେ ମୁଁ ଇସ୍ତଫା ଦେଇକି ମୁଁ ଯାହେଲେ ଆଉ କ'ଣ କରିବି, ଉପାୟ ନାହିଁ। ଲୋକଙ୍କ ସମସ୍ୟା ନ ରହିବି ଯେତେବେଳେ ବାଧ୍ୟ ହେଇକି ସେ ବି ରିଜାଇନ୍ ଦେଇଥିଲା ମଝିର, ଯେ ମୁଁ ଭାଇ ଦଳ ଛାଡ଼ିନି ନା, ପଦବୀରୁ ଇସ୍ତଫା ଦେବ ବୋଲି ଏକଥା ବି 6 ମାସ ଆଗରୁ ସେ କରିଛି। ତାକୁ ମୁଁ ବହୁତ ବୁଝାବୁଝି କରି, ଦେଖ ମୋର ଇଜ୍ଜତ ଯିବ, ମୁଁ ଦଳକୁ ତୋତେ ଆଣିଥିଲି, ଆମ ସାଧାରଣ ଯେତିକ କର୍ମୀ ଅଛନ୍ତି ସେମାନେ କ'ଣ କହିବେ, ବହୁତ କଥା ପରେ ତାକୁ ବୁଝାଇଲା ପରେ ମୋ କଥା ସେ ରହିଛି। ଫଳରେ ଲାଷ୍ଟକୁ ଯେତେବେଳେ ଆର୍ଥିକ ଦଣ୍ଡ ତା ଉପରେ ପଡ଼ିଛି, ସେ ସେଇଠୁ ବାଧ୍ୟ ହେଇଛି ମାନିବାକୁ କଲା ମୁଁ ଯିବା ପାଇଁ। ତାଙ୍କୁ ସାହାଯ୍ୟ କରିବ, ଲୋକଙ୍କୁ ଆମକୁ ସାହାଯ୍ୟ ଯେ ଆମକୁ ସାହାଯ୍ୟ ନୁହେଁ, ଲୋକମାନଙ୍କୁ ସାହାଯ୍ୟ ଯେଉଁ ସରକାର କରିବ ଆମେ ତା ସହିତ ସାମିଲ ହେବୁ, କାମ କରିବୁ। ଲୋକଙ୍କ ହିତ ପାଇଁ ଆମେ ଯିବୁ ଆଜ୍ଞା, ଆଉ କୌଣସି କଥା ନୁହଁ। ଲୋକମାନେ ଜନସାଧାରଣଙ୍କ ହିତକୁ ନେଇକି ଆମେ କାମ କରୁ, କାରଣ ସେମାନେ ଆମକୁ ଭୋଟ ଦେଇକି ଆମର ଭଗବାନ ହେଉଛନ୍ତି ସେମାନେ। ନବୀନ ପଟ୍ଟନାୟକ ଦୋଷ କିଛି ନାହିଁ। ଯେଉଁମାନଙ୍କର ଆମ ଧାମନଗର ଯେଉଁମାନେ ନେତା ରହିଲେ, ସେଇମାନେ ଆମକୁ ତଳକୁ ନେବା ପାଇଁ ଚାହିଁଲେ। ଦଳ ତ ହାରିଯାଇଛି, ଦଳ ହାରି ସାରିଲା ପରେ ସେମାନେ ଚାହୁଁଛନ୍ତି ଏମାନଙ୍କୁ। ଏଠି ଗୋଟେ ବଡ଼ ଫ୍ୟାକ୍ଟରି ଚାଲିଛି, ଆମ ଏଠି ଗ୍ରୁପ ଚାଲିଛି, ଯେଉଁ ଗ୍ରୁପଟା ଯାହାଫଳରେ କି ଧାମନଗର ରାଜନୀତିକୁ ତଳକୁ ନେଇଯାଇଛି। କିଛି ଲୋକ କହୁଛନ୍ତି ଯେ କି ରାଜ୍ୟ ସଭାପତି ପ୍ରେସର କରୁଛନ୍ତି ଲୋକମାନଙ୍କୁ ଯେ କି ସେ ଇସ୍ତଫା ଦେବା ପାଇଁ, ଯେଉଁ ବହୁତ ଚର୍ଚ୍ଚା ଚାଲିଛି ବର୍ତ୍ତମାନ ଜିଲ୍ଲାରେ, ଭଦ୍ରକ ଜିଲ୍ଲାରେ। ଆପଣ କ'ଣ କହିବେ ତା ବିଷୟରେ? ନାଇଁ ଆଜ୍ଞା, ସେଇଟା ଠିକ୍ ନୁହଁ। ରାଜ୍ୟ ସଭାପତି କାହିଁକି କରିବେ? ତ ସରକାର ନେଉ, ଆମେ ସେଟାକୁ ସରକାରଙ୍କ ପାଖରେ ପହଞ୍ଚିବୁ କେମିତି କି ଲୋକମାନଙ୍କୁ ସେବା କରିବା ପାଇଁ ଆମେ ସେଇ ନିଷ୍ପତ୍ତି ନେବୁ। ଯେଉଁ 2 ଦିନ ତଳେ ଯେଉଁ ନବୀନ ନିବାସ ଯାଇଥିଲେ, ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା, ପ୍ରଫୁଲ୍ଲ ସାମଲଙ୍କୁ ଦେଇଥିଲେ ଦାୟିତ୍ୱ। ସେ ଯେଉଁ ଆପଣ ଇସ୍ତଫା କାଲି ଦେଲେ, ଆପଣଙ୍କ ସହିତ ସେ ଯୋଗାଯୋଗ କରିଥିଲେ ନା କୌଣସି କିଛି କଥା ନାହିଁ? ନାଇଁ ଆଜ୍ଞା, ଯୋଗାଯୋଗ କରିନାହାନ୍ତି। ସେମିତି ଆମେ କଥା ହେଇଥିଲୁ, ମୁଁ ପରାମର୍ଶ ବି କିଛି ଆମର ଭଦ୍ରକ ନେତୃତ୍ୱ ସହିତ ଯେଉଁମାନେ ଅଛନ୍ତି କଥା ହେଇଥିଲୁ ଯେ ଏଇଭଳିଆ ମୋତେ ଅସୁବିଧାରେ ପକାଉଛନ୍ତି, ଏଇ ଜିନିଷ କରିଛନ୍ତି, ସେଥିପାଇଁ ଆମେ କଥା ହେଇଛୁ। ସେମିତି ଆମେ ଯୋଗାଯୋଗ କାହା ସହିତ କରିନୁ। ଆମ ଯେହେତୁ ଆମେ ଉପର ନେତୃତ୍ୱ ଯିଏ, ଆମେ ବଡ଼ ନେତା ହେବୁନୁ। ଆମ ପଞ୍ଚାୟତ ନେତୃତ୍ୱ, ଆମେ ସରପଞ୍ଚ ପଞ୍ଚାୟତର, ମୁଁ ବି ସରପଞ୍ଚ ପଞ୍ଚାୟତର ଅଛି। ପଞ୍ଚାୟତ ଲୋକଙ୍କ ନିଷ୍ପତ୍ତି ପରେ ଆମେ ଯାହା କରିବୁ। ଯିଏ କହିଦେବ ମାନେ ତା ଭିତରେ ଚାଲିଛୁ, ସେ ଆମେ କ'ଣ ପଞ୍ଚାୟତ ଲୋକଙ୍କୁ ଉତ୍ତରଦାୟୀ ଦେବ କି? ଆମେ ପଞ୍ଚାୟତ ଲୋକଙ୍କୁ ଅଧିକାର ଆମେ ଦେଇପାରିବୁ ନା, ତାଙ୍କୁ କହିପାରିବୁ ନା। ଲୋକଙ୍କ ମତାମତରେ ଆଜ୍ଞା ଆମେ ଯାଇଛୁ। ସାମାଜିକ କର୍ମୀ ଆଉ ପାଳସାହିର ବର୍ତ୍ତମାନର ସରପଞ୍ଚ ଉଦ୍ୟୋଗୀ ମୁଁ ଏଠି 1.5 ବର୍ଷ ହେଲା କିଛି କାମ କରିପାରୁନି। ଆମର ଯେଉଁ ଉପରତର ନେତା ଅଛନ୍ତି, ମୁଁ 10-50 থেকে ଏମିତି ଗଣିନି ତାଙ୍କ କାମ। ଗୋଟେ ସାଧାରଣ କଥା, ଗୋଟେ ଭତ୍ତା ହେଉ କି ରାସନ କାର୍ଡ଼ ହେଉ କି ଇନ୍ଦିରା ଆବାସ ଘର ହେଉ, କାହାର କିଛି ବି କରିପାରୁନି। କିନ୍ତୁ ଆମ ନେତା କତିକି ବହୁତ ଥର କରିନି। ଲାଷ୍ଟକୁ ଚେୟାରମ୍ୟାନ୍ କତିକି ଯାଇଥିନି, ଆମ ଜିଲ୍ଲା ପରିଷଦ କତିକି ଯାଇଥିନି, ଆମ ସଭାପତି କତିକି ଯାଇଥିନି। ଆମର ଯେଉଁ ଦୌରା ସରପଞ୍ଚ ଯେଉଁ ଅଭି ଭାଇ, ତାଙ୍କ ଦ୍ୱାରା ଦେଖି ଆମ ବ୍ୟମକେଶ ଭାଇ ଯେଉଁ ଚନ୍ଦବାରୀ MLA, ତାଙ୍କ କତିକି କଥା ପକେଇଥିନି। ମୋ କଥା ବୁଝିବା ପାଇଁ କିଏ ବି ବୁଝିବାକୁ ଚେଷ୍ଟା କଲେନି। ମୁଁ ସେଇଥିପାଇଁ ଗୋଟେ ପରିସ୍ଥିତିରେ ପଡ଼ିକିନି ଲୋକଙ୍କ ସେବା, ଲୋକ ଯେତେବେଳେ ଭୋଟ ମୋତେ ଦେଇଛନ୍ତି, ତାଙ୍କ ସେବା କରିବା ପାଇଁ ମୁଁ ଚାହିଁନି। ମୁଁ କିଛି ତାଙ୍କ କଥାରେ ନିଷ୍ପତ୍ତି ନେଇକିନି ମୁଁ କଥାକୁ ଇସ୍ତଫା ଦେଉଛି। କାରଣ ଆଜିକି 1.5 ବର୍ଷ ହେଇଗଲା, ଗୋଟେ ବି ମୋର କେଉଁ କଥାକୁ ସବୁ ଦ୍ୱାରକୁ ପହଞ୍ଚେନି, ଗୋଟେ ବି ମୋ କଥାକୁ ବୁଝିବା ପାଇଁ ଚେଷ୍ଟା କରନ୍ତିନି। ମୁଁ ଇସ୍ତଫା ଦେଇ ସାରିଲା ପରେ ଆମ ଘରେ ଆମ ଯେଉଁ ଲୋକ ଗୁଡ଼ା ଭୋଟ ଦେଇଛନ୍ତି, ମୋତେ ସରପଞ୍ଚ କରିଛନ୍ତି, ତାଙ୍କର ବହୁତ ସମସ୍ୟା ଅଛି, କିଏ କିଛି ଜିନିଷ କରିପାରୁନାହାନ୍ତି। ମୁଁ ତ ପାୱାର ନାହିଁ, ମୋତେ ପୁରା ଚେଚୁ କରି ପୁରା ବସେଇ ଦେଇଛନ୍ତି। 1.5 ବର୍ଷ ହେଲା ଗୋଟେ କାହାକୁ ମୁଁ ସାହାଯ୍ୟ କରିପାରୁନି। ସେଇଥିପାଇଁ ନିଶ୍ଚିତ କରି ଆମର ଯେଉଁ ଅଛନ୍ତି କର୍ମୀ ଅଛନ୍ତି, ଆମ ଆଗୁଆ ଲାଇନ୍ର ଯେଉଁ ଭାଇ ଗୁଡ଼ାକ ଅଛନ୍ତି, ତାଙ୍କ ପରାମର୍ଶ ନେଇକିନି ଆମେ ଆଗକୁ ବଢ଼ିବୁ।